ଶାଶୁ ଘରେ ସବୁବେଳେ ସେଇ ବୋହୂକୁ ସମ୍ମାନ ମିଳେ ଯୋଉ ବୋହୂ ବଡ଼ ସାନ ଖାତିର ନ କରିକି ମୁହେଁ ମୁହେଁ ସବୁ କଥା କହୁଥିବ, ମୁହେଁ ମୁହେଁ ଜବାବ ଦେଉଥିବ, ଯୁକ୍ତି କରୁଥିବ, ଆପଣଙ୍କୁ ପାଞ୍ଚ ଲୋକଙ୍କ ସାମ୍ନାରେ ବେଇଜ୍ଜତି କରିଦେଉଥିବ, କିନ୍ତୁ ଅଧଘଣ୍ଟେ ପରେ ଆସିକି ଆପଣମାନଙ୍କ ସାଙ୍ଗରେ ହସିକି କଥା ହେଉଥିବ। ସେଇ ବୋହୂକୁ ଦେଖିବେ ସବୁବେଳେ ସମ୍ମାନ ମିଳେ। ସମସ୍ତଙ୍କ ମୁଣ୍ଡ ଉପରେ ବସିକି ସିଏ ରାଜ କରୁଥାଏ। କାହିଁକି ନା ସମସ୍ତେ ଜାଣି ନିଅନ୍ତି ଯେ ଆକୁ କିଛି କହିଲେ ସେ ସମସ୍ତଙ୍କ ଆଗରେ ବେଜିତ୍ କରିଦେବ, ଜବାବ ଦେବ, ଯୁକ୍ତି କରିବ। ତେଣୁକରି ଆକୁ କିଛି କହିବାନି, ସିଏ ଯାହା କରୁଛି ଆମେ ଚୁପଚାପ ସହିଯିବା। ହେଲେ ଯେଉଁ ବୋହୂ ଆପଣଙ୍କଠୁ କିଛି କଥା ଶୁଣିବା ପରେ ଚୁପ୍ ରହିଯାଏ, ସମ୍ପର୍କର ସମ୍ମାନ ସେତିକି କରୁଥାଏ ବୋଲିକି ସେ ଚୁପ୍ ରହିଯାଏ, ମୁହଁଟା ଶୁଖାଇ ଦିଏ, ହଁ ଏଇଟା ଠିକ୍ କଥା, କିନ୍ତୁ ଚୁପ୍ ରହିଯାଏ। ସେଇ ଜାଗାରେ ତାକୁ କୁହାଯାଏ ଯେ ଦେଖନ୍ତୁ ମନରେ କଥାକୁ ଧରିକି ରଖିଛି, ସେଥିପାଇଁ ସେ ଚୁପ୍ ଅଛି, ସେଥିପାଇଁ ତା ମନଟା ଦୁଃଖ ଅଛି। ଯିଏ ଆପଣମାନେ ବୁଝିବା ଦରକାର ଯେ ଯିଏ ଆପଣଙ୍କୁ ମୁହେଁ ମୁହେଁ ଜବାବ ଦେଇଦେଲା, ସେ କେବଳ ନିଜର ସାଟିସ୍ଫ୍ୟାକ୍ସନଟା ଦେଖିଲା ଯେ ଏମିତି ଲୋକଙ୍କୁ ମୁହେଁ ମୁହେଁ କହିଦେଲେ ମୋ ମନରେ ଆଉ କିଛି ରହିବନି, ମୋର ମନର ଭଡ଼ାସଟା ବାହାରକୁ ବାହାରିଯିବ। ଆପଣଙ୍କୁ କେତେ ଖରାପ ଲାଗିଲା, ଆପଣଙ୍କୁ କେତେ ବାଧିଲା, ସେ ଜିନିଷଟା ସେ ଭାବିଲାନି, ସେ କେବଳ ନିଜ କଥା ଏଇଠି ଭାବିଲା। କିନ୍ତୁ ଯେଉଁ ବୋହୂଟି ଚୁପ୍ ହେଇକି ରହିଗଲା, ମନ ଦୁଃଖ କରି ରହିଗଲା, ଆପଣଙ୍କୁ କିଛି କହିଲାନି, ସିଏ ଆପଣଙ୍କର ପରିସ୍ଥିତିର ଉପସ୍ଥିତିର ସେତିକି ସମ୍ମାନ କରିଲା ବୋଲି ଚୁପ୍ ରହିଗଲା। ସେ ଜାଣିଛି ଯେ ନାଇଁ, ବଡ଼ ହୁଅନ୍ତୁ କି ସାନ ହୁଅନ୍ତୁ କିଛି କହିବାଟା ଭୁଲ ହେବ, ତେଣୁକରି ସେ ମନରେ କଥାଟା ରହୁ ପଛେ ଚୁପ୍ ହେଇଗଲା। ନିଜକୁ କଷ୍ଟ ହଉ, ମନ ଭିତରେ କଥାଟା ରଖିକି ଭିତରୁ ସେ ଛାଟିପିଟି ହେଲା, ତଥାପି ସେ ଚୁପ୍ ରହିଗଲା। କାହିଁକି ନା ଆପଣଙ୍କୁ ଖରାପ ଲାଗିବ। ହେଲେ ସେଇ ବୋହୂକୁ ସବୁବେଳେ କୁହାଯାଏ ନାଇଁ, ସିଏ ଭଲ ନୁହେଁ, କାହିଁକିନା ସେ ମନରେ କଥା ରଖିଲା। କେତେ ବିଚିତ୍ର କଥା ନା। ଆପଣମାନେ ବି ଜାଣିଥିବେ ଏଇ ଟାଇପ୍ର ବହୁତ ଲୋକ ଥିବେ ଯେଉଁମାନେ କି ଏମିତି ସବୁ ଚିନ୍ତାଧାରା ରଖୁଥିବେ। ତ ଆପଣଙ୍କର କ'ଣ ମତାମତ, ଆପଣ ମୋତେ ସେଇଟା କମେଣ୍ଟରେ ନିଶ୍ଚିନ୍ତ ଜଣେଇବେ। ମୋର ମତାମତ ଯେଉଁଟା ମୁଁ ଜଣେଇଲି ଯେ ସମ୍ପର୍କରେ ଯଦି ଲିହାଜ କରୁଛନ୍ତି, ସମ୍ମାନ କରୁଛନ୍ତି, ତାହେଲେ କିଛିଟା ଜାଗାରେ ଆମକୁ ଚୁପ୍ ରହିବାକୁ ପଡ଼େ, କିନ୍ତୁ ସବୁବେଳେ ଯିଏ ଚୁପ୍ ରହିଛି ତାକୁ ହିଁ ଶୁଣିବାକୁ ମିଳିଛି। ତା ଉପରେ କୁହନ୍ତି ନା ବୋଝ ଉପରେ ନଳିତା ବିଡ଼ା, ଯିଏ ସହିଛି ତାକୁ ବେଶୀ ଶୁଣିବାକୁ ପଡ଼େ, ଆଉ ଯିଏ ଜୋର ଦେଖେଇଲା ତାର ହେଲା ମୁଲକ, ଜୋର ଯାର ମୁଲକ ତାର।